ଥରେ ଜଣେ ବ୍ୟକ୍ତି ନିରାଶ ହତାଶ ଅବସ୍ଥାରେ ଜୀବନ ଅତିବାହିତ କରୁଥିଲେ। ତାଙ୍କ ଦରିଦ୍ରତା ତାଙ୍କୁ ଭାଙ୍ଗି ଦେଇଥିଲା। ଛୋଟିଆ କୁଡ଼ିଆ ଘରେ ସେ ରହୁଥିଲେ। ନିଜର ବୋଲି ଯାହା ଥିଲା ଗୋଟିଏ ପୁରୁଣା କାର। ତାଙ୍କୁ ଯେତେବେଳେ 65 ବର୍ଷ ହେଲା, ସେ ମନରେ ସ୍ଥିର କଲେ ତାଙ୍କ ଅବସ୍ଥାର ପରିବର୍ତ୍ତନ ପାଇଁ କିଛି ଗୋଟିଏ ଆରମ୍ଭ କରିବେ। ତାଙ୍କ ବନ୍ଧୁଙ୍କୁ ସେ କଥା କହିଲେ। ତାଙ୍କ ବନ୍ଧୁ ଶୁଣୁ ଶୁଣୁ କହିଲେ, ତୁମେ କୁକୁଡ଼ା ମାଂସ ରାନ୍ଧିବାର ନୂଆ ପଦ୍ଧତି ଲୋକମାନଙ୍କୁ ଶିଖାଅ, ସେଥିରେ ତୁମର ନିଶ୍ଚୟ ଉନ୍ନତି ହେବ। ସେ ନିଜ ସ୍ଥାନ କେନ୍ତୁକି ଛାଡ଼ି ଅନ୍ୟ ରାଜ୍ୟକୁ ଗଲେ ଓ ବଡ଼ ବଡ଼ ହୋଟେଲରେ କହିଲେ, ମୁଁ ନୂଆ ସ୍ୱାଦର କୁକୁଡ଼ା ମାଂସ ତିଆରି କରିବା ପଦ୍ଧତି ଶିଖାଇବି। ତା ବଦଳରେ ମୋତେ କିଛି ଦେବା ଆବଶ୍ୟକ ନାହିଁ। ସେଇ କୁକୁଡ଼ା ମାଂସ ଯେତେ ବିକ୍ରି ହେବ, ମୋତେ କେବଳ ଶତକଡ଼ା କିଛି ଭାଗ ଦେବେ। କିନ୍ତୁ ଦୁର୍ଭାଗ୍ୟବଶତଃ ପ୍ରାୟ ସବୁ ହୋଟେଲରେ ନାହିଁ ଶବ୍ଦ ହିଁ ସେ ଶୁଣିଲେ। ପ୍ରାୟ 1000ଟି ହୋଟେଲରେ କଥାବାର୍ତ୍ତା କରିଥିବେ, କିନ୍ତୁ ସମସ୍ତେ ମନା କଲେ। ସମସ୍ତେ ମନା କରିବା ସତ୍ତ୍ୱେ ସେ ହାର ମାନିନଥିଲେ। ସେ ନିଶ୍ଚିତ ଥିଲେ ଯେ ତାଙ୍କ କୁକୁଡ଼ା ମାଂସ ରନ୍ଧା ପଦ୍ଧତି ବିଶେଷ ଅଟେ। ତାଙ୍କୁ ଗୋଟିଏ ହୋଟେଲରେ ହଁ କହିବା ପୂର୍ବରୁ ସେ 1009ଟି ହୋଟେଲରେ ନାହିଁ କହିଥିବା ଶୁଣିଥିଲେ। ଯେଉଁ ହୋଟେଲଟି ତାଙ୍କୁ ହଁ କହିଲା, ଏହି କୁକୁଡ଼ା ମାଂସ ଭଜା ଦ୍ୱାରା ଏତେ ପ୍ରସିଦ୍ଧ ହୋଇଗଲା ଯେ ତାହା କେବଳ ସେଇ ସହରରେ ପ୍ରସିଦ୍ଧ ହୋଇ ରହିଲା ନାହିଁ, ସମଗ୍ର ଆମେରିକାରେ ପ୍ରସିଦ୍ଧ ହୋଇଗଲା। ଏପରିକି ବିଭିନ୍ନ ଦେଶକୁ ବ୍ୟାପିଗଲା, ଯାହାକୁ KFC ବୋଲି କୁହାଯାଏ। KFC ଆଜି ମଧ୍ୟ ଭାରତର ବଡ଼ ବଡ଼ ସହରରେ ଦେଖିବାକୁ ମିଳୁଛି। ଲୋକେ KFCରେ ଖାଇବାକୁ ଲାଇନ ଲାଗନ୍ତି। ତେଣୁ ପ୍ରିୟ ବନ୍ଧୁ, ବିଫଳତାରେ ହାର ମାନନ୍ତୁ ନାହିଁ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ନିଜ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ସେ ଆପଣଙ୍କୁ ଆଶୀର୍ବାଦ କରିବେ। ବିଫଳତା ସଫଳତାର ପାହାଚ ଅଟେ। ଆଗକୁ ବଢ଼ନ୍ତୁ। ଆପଣଙ୍କ ସମ୍ମୁଖରେ ଥିବା ସଫଳତାକୁ ଦେଖିପାରିବେ। ଈଶ୍ୱରଙ୍କ ବାକ୍ୟ ବାଇବଲ କଥା କହେ, ତୁମ୍ଭେମାନେ ବଳବାନ ହୁଅ ଓ ଆପଣମାନଙ୍କ ହସ୍ତ ଶିଥିଳ ହେବାକୁ ନ ଦିଅ, କାରଣ ତୁମମାନଙ୍କ କର୍ମ ପୁରସ୍କୃତ ହେବ।